21 ଜାନୁଆରୀ କରେଣ୍ଟ ଆଫେୟାର୍ସ 21 ଜାନୁଆରୀ ହେଉଛି ତ୍ରିପୁରା ମଣିପୁର ମେଘାଳୟର ରାଜ୍ୟ ଦିବସ ଫାଉଣ୍ଡେସନ୍ ଡେ ବା ଷ୍ଟେଟ୍ହୁଡ୍ ଡେ 1972 ତ୍ରିପୁରା ମଣିପୁର ୟୁନିୟନ୍ ଟେରିଟୋରିରୁ ରାଜ୍ୟର ମାନ୍ୟତା ପାଇଲେ। ସେମିତି ମେଘାଳୟ ଆସାମ ଠାରୁ ଅଲଗା ହେଇକି ରାଜ୍ୟର ମାନ୍ୟତା ପାଇଲା। ଇଲେୟାର ରାଜା ରିସିଭ୍ କରୁଛନ୍ତି ପଦ୍ମପାଣି ଆୱାର୍ଡ଼ କେଉଁଠି ନା 11th ଅଜନ୍ତା ଏଲୋରା ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ କେଉଁଠି ହେଉଥିଲା ମହାରାଷ୍ଟ୍ର ଛତ୍ରପତି ସମ୍ଭାଜୀନଗର ହେଉଛି ଔରଙ୍ଗାବାଦର ନାଁ ଚେଞ୍ଜ ହେଇକି ଛତ୍ରପତି ସମ୍ଭାଜୀନଗର ହେଇଥିଲା। ସେଇଠି ଆୱାର୍ଡ଼ ଦିଆହେଇଛି। ସେଥିରେ କ'ଣ କ'ଣ ମିଳେ ପଦ୍ମପାଣି ଗୋଟେ ଟ୍ରଫି ଆଉ ମାନ୍ୟପତ୍ର ଆଉ 2 ଲକ୍ଷ ଟଙ୍କା। ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମେଟ୍ରିକ୍ସ ୱିନ୍ କରିଛି ସ୍କଚ୍ ଆୱାର୍ଡ଼ 2025 ଫର୍ ଲାଇଫ୍ ସେଭିଂ ସେଲ୍ ବ୍ରଡ଼କାଷ୍ଟ ଡିଜାଷ୍ଟର ଆଲର୍ଟ ଯେଉଁ ମୋବାଇଲ ଫୋନ୍କୁ SMS ଆଲର୍ଟ ଡିଜାଷ୍ଟର ରିଲେଟେଡ଼ ଆଲର୍ଟ SMS ଆସେ ସେଥିରେ 21ଟା ଲାଙ୍ଗୁଏଜରେ ହେଇପାରିବ। ସେଥିରେ ସ୍କଚ୍ ଆୱାର୍ଡ଼ ପାଇଛି। ସ୍କଚ୍ର ଅଛନ୍ତି ଚେୟାରମ୍ୟାନ୍ ସମୀର କୋଚର ଏସ୍ ଫର୍ ସମୀର କୋଚର। ରେସ୍ପନ୍ସିବୁଲ୍ ନେସନ୍ସ ଇଣ୍ଡେକ୍ସ ଏଥିରେ ଇଣ୍ଡିଆ ଅଛି 16ତମ ର୍ୟାଙ୍କରେ 154ଟା ଦେଶ ଭିତରେ। 154ତମ ର୍ୟାଙ୍କରେ ଅଛି ସେଣ୍ଟ୍ରାଲ ଆଫ୍ରିକାନ୍ ରିପବ୍ଲିକ୍। ଏଟାକୁ ଇଣ୍ଡିଆରେ କିଏ ରିଲିଜ୍ କରିଥିଲେ ରାମନାଥ କୋବିନ୍ଦ ଯିଏ ପୂର୍ବତନ ରାଷ୍ଟ୍ରପତି ଇଣ୍ଡିଆର। ଏଥିରେ ଟପ୍ ଅଛି ସିଙ୍ଗାପୁର। ଏଇଟା ଲଞ୍ଚ କରେ କିଏ ନା ୱାର୍ଲଡ ଇଣ୍ଟେଲେକ୍ଚୁଆଲ୍ ଫାଉଣ୍ଡେସନ୍ ଲଞ୍ଚ କରେ। ଏସିଆନ୍ ମାନୁଫ୍ୟାକ୍ଚରିଂ ଇଣ୍ଡେକ୍ସ ଇଣ୍ଡିଆ ଅଛି 6 ନମ୍ବରରେ 11ଟା ଦେଶ ଭିତରେ ଏସିଆର ସେଥିରେ ର୍ୟାଙ୍କ ହୁଏ। ରିଲିଜ୍ କରେ କିଏ ଡେଜାନ୍ ସେରା ଆଣ୍ଡ ଆସୋସିଏଟ୍ସ। ପାଲାନି ଭେଲୁ ଗଡ୍ସ ଏଇଟା ଅଟୋବାୟୋଗ୍ରାଫି କାହାର ସି ପାଲାନି ଭେଲୁ। ଇଏ ହେଉଛନ୍ତି ଜଣେ ଲାପୋସ୍କୋପିକ୍ ସର୍ଜରିଆନ୍। ଇଏ ହେଉଛନ୍ତି ଇଣ୍ଡିଆରେ ଲାପୋସ୍କୋପିକ୍ ସର୍ଜରିଆନ୍ର ପାଇନର। ସିଏ ଫାଷ୍ଟ ୟାର ସର୍ଜରୀ ସେଣ୍ଟର କୋଏମ୍ବତୁରରେ ଏଷ୍ଟାବ୍ଲିଶ୍ କରିଥିଲେ 1991। ଆଉ ସିଏ ତାଙ୍କ ଅଟୋଗ୍ରାଫଟା ଇଂଲିଶ ଆଗରୁ ରିଲିଜ୍ ହେଇଥିଲା 2024ରେ। ବର୍ତ୍ତମାନ ଏଟାକୁ ହିନ୍ଦୀରେ ରିଲିଜ୍ ହେଇଛି। ଏଟାକୁ ରିଲିଜ୍ କରିଛନ୍ତି କିଏ ନା ଭାଇସ୍ ପ୍ରେସିଡେଣ୍ଟ ସିପି ରାଧାକ୍ରିଷ୍ଣ। ପବ୍ଲିଶ କରିଛି ଜେମ୍ ଫାଉଣ୍ଡେସନ୍। 70ଟି ଏକ୍ସରସାଇଜ୍। ଏଇଟା ଇଣ୍ଡିଆ ଶ୍ରୀଲଙ୍କା ଆଉ ମାଲଦ୍ୱୀପ ଭିତରେ ହୁଏ। ମାଲଦ୍ୱୀପ ଠାରେ ହେଉଛି 3ଟା ଦେଶର କୋଷ୍ଟ ଗାର୍ଡ଼ ଏଥିରେ ଅଂଶଗ୍ରହଣ କରିବେ। ନାସା ଆର୍ଟିମିସ୍ 2 ମିଶନ ପର୍ପୋଜ ଅଛି ଏଷ୍ଟାବ୍ଲିଶ୍ କରିବ ହ୍ୟୁମାନ୍ ପ୍ରେଜେନ୍ସ ଅନ୍ ଦ ମୁନ୍। ଆର୍ଟିମିସ୍ 1ଟା 1972 ମସିହାରେ ହେଇଥିଲା। ଏଇଟା 2026ରେ ହେଉଛି। ଆବୁଧାବି 10 ବର୍ଷ ଧରି ୱାର୍ଲଡର ସେଫେଷ୍ଟ ସୁରକ୍ଷିତ ସହର ଭାବରେ ଘୋଷଣା ହେଇଛି ଏ ବର୍ଷ ମଧ୍ୟ। ଚାଇନାର ଫେନଗିଆନ୍ 3D ମେଟ୍ରୋଲୋଜିକାଲ ସାଟେଲାଇଟ୍ ଡିଟେକ୍ଟ କରିଛି କାହାକୁ ଆଇସବର୍ଗ A23A। ଏଇଟା ହେଉଛି ୱାର୍ଲଡର ଲାର୍ଜେଷ୍ଟ ଆଇସବର୍ଗ ଯେଉଁଟାକି ଆସ୍ତେ ଆସ୍ତେ ମେଲ୍ଟ ହେଇଯାଉଛି। କର୍ଣ୍ଣାଟକର GI ଟ୍ୟାଗ୍ ପାଇଥିବା କଦଳୀ ପାନପତ୍ର ଲେମ୍ବୁ ଏଗୁଡ଼ାକ ମାଲଦ୍ୱୀପକୁ ଏକ୍ସପୋର୍ଟ କରାଯିବ। ଆର ନାଁ ସବୁ ଅଛି ନାଞ୍ଜାଗୁଡ଼ା ରାସାବଳୀ ବାନାନା ମୈସୁର ବେଟଲ ଇଣ୍ଡି ଲାଇମ୍ସ